ଚିଙ୍ଗୁଡ଼ି ମାଛ ଝୋଳ କେବେ ଆପଣ ଖାଇଛନ୍ତି? ଚାଲନ୍ତୁ ଦେଖିଦେବା ତାର ପ୍ରସ୍ତୁତି। ଜୟ ଜଗନ୍ନାଥ ସାଙ୍ଗମାନେ, ପ୍ରଥମେ ଝୋଳ ପାଇଁ ମସଲା ପ୍ରସ୍ତୁତି କରିଦେବା। କିଛି ସୋରିଷ, ଜିରା ଆଉ ଶୁଖିଲା ଲଙ୍କା ନେଇ ଗ୍ରାଇଣ୍ଡ କରିନେବା। ତାପରେ ଦେଇଦେବା କିଛି ରସୁଣ, କିଛି ପିଆଜ ଆଉ ଅଳ୍ପ ପାଣି। ପେଷ୍ଟଟି ବେଶୀ ପାଣିଆ କରିବେନି, ବହଳିଆ ହିଁ ରଖିବେ। ତାପରେ ଆମେ ତରକାରୀ ପାଇଁ କାଟିନେବା ପରିବା। ଆଳୁ, ବାଇଗଣ, ପୁଇନାଡ଼ି, ମୂଳା, ସାରୁ, ଜହ୍ନି ସବୁକୁ ଲମ୍ବା ଲମ୍ବା କରି କାଟି ନେବେ। ଆପଣଙ୍କ ପାଖରେ ଯାହା ବି ପରିବା ଥିବ ନେଇପାରିବେ। ମସଲା ବି ରେଡ଼ି, ପରିବା ବି ରେଡ଼ି। ତ ଚାଲନ୍ତୁ ଦେଖିଦେବା ତାର ପ୍ରସ୍ତୁତି। ପ୍ରଥମେ ତେଲ ଗରମ କରି ଶୁଖିଲା ଲଙ୍କା ଆଉ ପଞ୍ଚ ଫୁଟଣ ଦେବା। ତାପରେ ଆମେ କିଛି ପିଆଜ ପକାଇଦେବା, ସ୍ୱାଦ ଅନୁସାରେ ଲୁଣ। ପିଆଜ ହାଲକା ଭାଜି ହେଇସାରିଲା ପରେ ଆମେ ବାଟିଥିବା ମସଲାକୁ ସେଥିରେ ଆଡ଼୍ କରିଦେବା। ମସଲାକୁ ଭଲ ଭାବରେ କଷିବା 2 ରୁ 3 ମିନିଟ୍, ଯେମିତି ସେ ପାଣି ଛାଡ଼ିଦେବ ଆଉ ମସଲାରୁ ତେଲ ବାହାରିବ। ମସଲା ଏମିତି କଷି ହେଇଗଲେ ତାପରେ ଦେବେ ଆପଣ ହଳଦୀ। ଆପଣ ଚାହିଁଲେ ମସଲାରେ କଞ୍ଚା ଲଙ୍କା ବି ଦେଇପାରିବେ, ଆଉ ଯଦି ପିଲା କେହି ଖାଉଥିବେ ତାହେଲେ ଲଙ୍କାକୁ ସ୍କିପ୍ ବି କରିପାରିବେ। ହଳଦୀ ପକାଇ ସାରିଲା ପରେ ତାକୁ ଆମେ 2-3 ମିନିଟ୍ ଆଉଥରେ ଗୋଳେଇ ନେବା। ତାପରେ ଦେଇଦେବା ପାଣି, ତାକୁ ଭଲ ଭାବେ ଗୋଳାଇ ନେବା ଆଉ 2-3 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେବା। ଗ୍ୟାସ୍ରେ କରୁଥିଲେ ହାଇ ଫ୍ଲେମ୍ରେ ରଖିବେ, ଯେମିତି ଭଲ ଭାବରେ ଫୁଟିଯିବ। ଏପଟେ ଆମର ମାଛ ଭଜା ବି ସରିଯାଇଥିଲା। ଦେଖନ୍ତୁ ଭଲ ଭାବେ ମସଲା ପାଣି ଫୁଟିଗଲେ ଆଡ଼୍ କରିବେ କାଟିଥିବା ପରିବା। ଫୁଟିବା ଆଗରୁ ଯଦି ଆପଣ ପରିବା ଦେଇଦେବେ, ଯେହେତୁ ବାଇଗଣ ଅଛି ତ ସେ ଦରସିଝା ହେଇଯିବ, ଭଲ ଲାଗିବନି। ତାପରେ ତାକୁ ଆମେ ଗୋଳାଇ ଦେବା ଆଉ 5-10 ମିନିଟ୍ ଛାଡ଼ିଦେବା ସେମିତି ଫୁଟିବା ପାଇଁ। ମାଛ ଖାଇବା ପାଇଁ ବିଲେଇମାନେ ବି ପୁରା ରେଡ଼ି ହେଇଯାଇଛନ୍ତି। ପାଣିଆଖିଆ ମାଛରେ ଏଇ ମାଛ ଝୋଳର ଟେଷ୍ଟ ପୁରା ନେକ୍ସଟ ଲେଭେଲ୍ ଲାଗେ। ପରିବା ଅଧା ସିଝି ଆସିଲେ ସେଥିରେ ପକାଇଦେବା ମାଛ। ତାପରେ ଆଉ 5-10 ମିନିଟ୍ ତାକୁ ଫୁଟିବା ପାଇଁ ଛାଡ଼ିଦେବା, ଯେମିତି ବାକି ଥିବା ପରିବା ତାକୁ ଭଲ ଭାବେ ସିଝିଯିବ। ଏହି ଷ୍ଟେଜ୍ରେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିବେ, କିମ୍ବା ଚୁଲିରେ ଯଦି ରାନ୍ଧୁଥିବେ ତାହେଲେ କମେଇ ଦେବେ ଜାଳ, କାରଣ ଇଏ ଯେତେ ଧୀର ଜାଳରେ ଫୁଟିବ ତାର ଟେଷ୍ଟ ଆହୁରି ଅଧିକ ବଢ଼ିଯିବ। ଏବେ ଆମର ମାଛ ଝୋଳ ପୁରା ରେଡ଼ି ହେଇଗଲାଣି, ଦେଖିପାରୁଥିବେ ତାର ଟେକ୍ସଚର୍ କେମିତି ରହିଛି। ତାପରେ କିଛି ଧନିଆ ପତ୍ର ଗାର୍ନିସିଂ କରି ଓହ୍ଲେଇ ଦେବେ ଆଉ ଗରମା ଗରମ ପ୍ଲେଟ୍ରେ ସର୍ଭ କରିଦେବେ ପରିବା ପଡ଼ି ମାଛ ଝୋଳ। ଘରେ ଥରେ ନିଶ୍ଚୟ ଟ୍ରାଏ କରିବେ, ଆଉ କେମିତି ଲାଗିଲା ଆମକୁ କମେଣ୍ଟ କରିବେ। ଆଜି ପାଇଁ ଏତିକି, ଦେଖା ହେବ ନେକ୍ସଟ ବ୍ଲଗ୍ରେ। ରହୁଛି, ଜୟ ଜଗନ୍ନାଥ।